प्रिय छात्रछात्रीगण समस्तଙ୍କୁ स्वागत। ଏବେ ଆମେ ଦେଖିବା ପତାକା ଉତ୍ତୋଳନର ସମସ୍ତ MCQ ଗୁଡ଼ିକ। ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା? କୋଳାହଳ। ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବି କିଏ କହିଥିଲେ? ଅରୁଣ କହିଥିଲେ। କେଉଁ ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଯାଇଥିଲା? ଚୌରୀ ଚୌରା। ରାୟବାହାଦୁର ସୋମନାଥଙ୍କ ପୁତ୍ରବଧୂର ନାମ କ'ଣ ଥିଲା? ଅପର୍ଣ୍ଣା। ସୋମନାଥ ମହାପାତ୍ର ବ୍ରିଟିଶ ସମ୍ରାଟଙ୍କ ଠାରୁ କେଉଁ ଉପାଧି ଲାଭ କରିଥିଲେ? ରାୟବାହାଦୁର। ପତାକା ଏଠି ଉଡ଼ିପାରିବ ନାହିଁ କିଏ କହିଛି କାହାକୁ? ବିଜୟ କହିଛି ଜେଜେଙ୍କୁ। ରାୟବାହାଦୁର ପଢ଼ୁଥିବା ସନନ୍ଦଟି ତାଙ୍କୁ କେଉଁ ସାଲରେ ପ୍ରଦତ୍ତ ହୋଇଥିଲା? 1923 ମସିହାରେ। ରାୟବାହାଦୁର ଡ୍ରୟର ଭିତରୁ କାହା ଫଟୋଗ୍ରାଫ କାଢ଼ିଥିଲେ? ଅରୁଣଙ୍କ ଫଟୋ କାଢ଼ିଥିଲେ। କେଉଁ ବାକ୍ସରେ ଅତି ଯତ୍ନରେ ସୁରକ୍ଷିତ ଥିଲା ପରଲୋକଗତ ଅରୁଣର ଫଟୋ ଖଣ୍ଡିକ? ଭେଲଭେଟ୍ ବାକ୍ସରେ। 1923 ସାଲରେ ସୋମନାଥ ମହାପାତ୍ର ବ୍ରିଟିଶ ସମ୍ରାଟଙ୍କ ଠାରୁ କ'ଣ ପ୍ରାପ୍ତ କରିଥିଲେ? ସନନ୍ଦ ପ୍ରାପ୍ତ କରିଥିଲେ। ହେମମାଳା କେତେ ବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି? 25 ବର୍ଷ। ଶଙ୍ଖ ଘଣ୍ଟ ହୁଲହୁଲି ଓ ତୋପ ପ୍ରଭୃତି ମିଳିତ ଐକ୍ୟତାନରେ ରାୟବାହାଦୁରଙ୍କର କ'ଣ ଭାଙ୍ଗିଗଲା? ଛାଇ ନିଦ ଭାଙ୍ଗିଗଲା। ଭେଲଭେଟ୍ ବାକ୍ସରେ ଅତି ଯତ୍ନରେ କାହାର ଫଟୋଟି ଥିଲା? ଅରୁଣଙ୍କ ଫଟୋଟି ଥିଲା। ଭାରତର ପବିତ୍ରତମ ଦାବି ଭାବରେ କାହାକୁ କୁହାଯାଇଛି? ସ୍ୱାଧୀନତାକୁ। ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ। ଏହା ନିର୍ମମ ହୋଇପାରେ, ମାତ୍ର କ'ଣ ନୁହେଁ ବୋଲି ସୋମନାଥ ଭାବୁଥିଲେ? ଅନ୍ୟାୟ ନୁହେଁ ବୋଲି ଭାବୁଥିଲେ। ସୋମନାଥ ସତର୍କ ପ୍ରହରୀ ପରି ସାରା ରାତି କାହା ପାଖରେ ଚେଇଁ ବସିଥିଲେ? ୟୁନିୟନ ଜ୍ୟାକ୍ ପାଖରେ। ରାୟବାହାଦୁର କ'ଣ ଶୁଣିବେ ନାହିଁ ବୋଲି ଦୁଇ କାନକୁ ଆଙ୍ଗୁଠିରେ ଚାପି ଧରିଲେ? ସ୍ୱାଧୀନ ଭାରତ କି ଜୟ। ରାୟବାହାଦୁର ଡ୍ରୟାର ଭିତରୁ କ'ଣ କାଢ଼ିଲେ? ଅରୁଣଙ୍କ ଫଟୋ। ଏ ଦେଶ ଆମର, ବ୍ରିଟିଶ ଗୋଲାମ ପାଇଁ ସ୍ଥାନ ନାହିଁ ଏଠି, ଏକଥା କିଏ କହିଛନ୍ତି? ବିଜୁ। ସମ୍ପୃକ୍ତ ଗଳ୍ପରେ ରାୟବାହାଦୁରଙ୍କ ନାମ କ'ଣ ଥିଲା? ସୋମନାଥ ମହାପାତ୍ର। ଜୟଧ୍ୱନି କିପରି ବୃଦ୍ଧ ରାୟବାହାଦୁରଙ୍କ ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ୍ଣ କରିଦେଉଥିଲା ଗୁଲି ପରି? ଭାରତର ଜାତୀୟ ଆନ୍ଦୋଳନରେ ସେଦିନ କିଏ ଏକ ନୂତନ ଆଭିମୁଖ୍ୟ ଆଣିଥିଲା ବୋଲି ଗଳ୍ପରେ ବର୍ଣ୍ଣିତ? ସନ୍ତ୍ରାସବାଦ। ରନ୍ଧାଘର ଭିତରୁ ଦୌଡ଼ି ଆସି କିଏ ବାପ ପୁଅଙ୍କ ମଝିରେ ଠିଆ ହୋଇ ପଡ଼ିଲେ? ରାୟବାହାଦୁରଙ୍କ ସ୍ତ୍ରୀ। ରାୟବାହାଦୁରଙ୍କ ସନନ୍ଦଟି କାହା ଦ୍ୱାରା ପ୍ରଦତ୍ତ? ବ୍ରିଟିଶ ସମ୍ରାଟଙ୍କ ଦ୍ୱାରା। ରାୟବାହାଦୁର କେଉଁଠାରୁ ଚାବି ଲେନ୍ଥା କାଢ଼ି ଡ୍ରୟର ଫିଟାଇଲେ? ତକିଆ ତଳୁ। ଝରକା କବାଟ ବନ୍ଦ କରି ରାୟବାହାଦୁର କାହାକୁ ରୁଦ୍ଧ କରିପାରୁନଥିଲେ? ଜୟନାଦକୁ। ଘର ଭିତରେ କାହାର ଶବ୍ଦ ଶୁଣି ରାୟବାହାଦୁର ହଠାତ୍ ଚମକି ଉଠିଲେ? ଶଙ୍ଖଧ୍ୱନି। ବିଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି? ଜେଜେଙ୍କୁ। ବିଜୟର ପିତାଙ୍କ ନାମ କ'ଣ? ଅରୁଣ। ରାୟବାହାଦୁରଙ୍କ ବନ୍ଧୁକ କାହିଁକି ଚକ୍ ଚକ୍ କରେ? ଖରା ପଡ଼ିଲେ। କେଉଁ କଥା ସ୍ୱୀକାର କରିବ ନାହିଁ ବୋଲି ଅରୁଣ କହିଛି? ଅନ୍ୟାୟ ଆଦେଶ। କିଏ କମଳ ନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ? ଶ୍ରୀରାମଚନ୍ଦ୍ର। ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି କ'ଣ ଚିରି ଦେଇଥିଲେ? ୟୁନିୟନ ଜ୍ୟାକ୍। ହେମମାଳା କେତେ ବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି? 25 ବର୍ଷ ଧରି। ରାତିସାରା କେଉଁଥିରେ ମାତି ବିଜୟ ଘରକୁ ଫେରିଥିଲେ? ସ୍ୱାଧୀନତା ଉତ୍ସବ। ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ? ବିଜୁକୁ।
କେଉଁଟି ରାୟବାହାଦୁରଙ୍କର ଏକାନ୍ତ ନିଜସ୍ୱ ଥିଲା ବୋଲି କୁହାଯାଇଛି? ଡ୍ରୟର ଚେଷ୍ଟ। କାହା ଉପରେ ଗୋଟିଏ ହଳଦିଆ ଆସ୍ତରଣ ମାଡ଼ି ଯାଇଥିଲା ବୋଲି କୁହାଯାଇଛି? ସନନ୍ଦ ପତ୍ର ଉପରେ। ମନୁଷ୍ୟର ଜନ୍ମଗତ ଦାବୀ ବୋଲି କାହାକୁ କୁହାଯାଇଛି? ସ୍ୱାଧୀନତାକୁ। ରାୟବାହାଦୁର ଅରୁଣକୁ କେଉଁଥିରେ ଆଘାତ କରିଥିଲେ? ଚାବୁକରେ। ପତାକା ଉତ୍ତୋଳନ ଗଳ୍ପଟି କେଉଁ ଦିବସର କଥା କହିଛି? 14 ଅଗଷ୍ଟ 1947 ମସିହା। ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନି ରାୟବାହାଦୁରକୁ କିପରି ବିଦ୍ଧ କରୁଥିଲା? ସୁତୀକ୍ଷ୍ଣ ଶଳାକା ଭଳି ବିଦ୍ଧ କରୁଥିଲା। ପଟୁଆରର ଅଗ୍ରଣୀ କିଏ ଥିଲେ? ବିଜୟ। ଶେଷ ପର୍ଯ୍ୟନ୍ତ ଆଲୋଚନାରେ ମୋ ସହିତ ଭାଗ ନେଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ। ନିଜର ମତାମତ ରଖିବା ପାଇଁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଏଯାଏ ଯେଉଁ ଭାଇ ଭଉଣୀମାନେ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି କରିଦିଅନ୍ତୁ।